ଜାଭିୟର୍ସ ବିଶ୍ୱବିଦ୍ୟାଳୟର ବାର୍ଷିକ ମିଡିଆ କନକ୍ଲେଭ କମ୍ୟୁନିକେ 2025 ଆୟୋଜନ ହୋଇଛି। ଜାଭିୟର୍ସ ବିଶ୍ୱବିଦ୍ୟାଳୟର ମିଡିଆ ଏବଂ ପିଆର ସେଲ୍ ଇଲୁମିନାଟିକ୍ ସହଯୋଗରେ ଜାଭିୟର୍ସ ବିଶ୍ୱବିଦ୍ୟାଳୟ ଏହାର ମର୍ଯ୍ୟାଦାଜନକ ବାର୍ଷିକ ମିଡିଆ କନକ୍ଲେଭ କମ୍ୟୁନିକେ 2025 ସଫଳତାର ସହ ଆୟୋଜନ କରିଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦ୍ରୁତଗତିରେ ବିକଶିତ ହେଉଥିବା ଗଣମାଧ୍ୟମର ପରିଦୃଶ୍ୟ ଉପରେ ଜ୍ଞାନ ବାଣ୍ଟିବା ଏବଂ ଆଲୋଚନା ପାଇଁ ଏକ ଜୀବନ୍ତ ମଞ୍ଚ ଭାବେ କାର୍ଯ୍ୟ କରିଥିଲା। ଏହି କମ୍ୟୁନିକେ 2025ର ଥିମ୍ ଥିଲା ଭେରିଫାଇଡ୍ ଭର୍ସେସ୍ ଭାଇରାଲ। ଗଣମାଧ୍ୟମର ଧାରାରେ ବଞ୍ଚି ରହିବା, ଗଣମାଧ୍ୟମର ବିଶ୍ୱସନୀୟତା, ସମ୍ବେଦନଶୀଳତା ଏବଂ ଦ୍ରୁତ ସୂଚନା ବ୍ୟବହାରର ଯୁଗରେ ସତ୍ୟର ଅନୁସରଣ ଉପରେ ଏକ ଜଟିଳ ବିତର୍କ ସୃଷ୍ଟି କରିଥିଲା। ଏହି କନକ୍ଲେଭରେ ଛାତ୍ରଛାତ୍ରୀ, ପେସାଦାର ଏବଂ ଗଣମାଧ୍ୟମ ପ୍ରେମୀମାନେ ଦାୟିତ୍ୱବାନ ଗଣମାଧ୍ୟମ ଅଭ୍ୟାସ ଏବଂ ଭୁଲ ସୂଚନା ଦ୍ୱାରା ଉପୁଜୁଥିବା ଆହ୍ୱାନ ଉପରେ ମୂଲ୍ୟବାନ ଦୃଷ୍ଟିକୋଣ ପ୍ରଦାନ କରିଥିଲେ। ଏହି ଆଲୋଚନାରେ ନୈତିକ ସାମ୍ବାଦିକତାର ଗୁରୁତ୍ୱ, ଜନସାଧାରଣଙ୍କ ଧାରଣା ଉପରେ ଡିଜିଟାଲ ଗଣମାଧ୍ୟମର ପ୍ରଭାବ ଏବଂ ଅପପ୍ରଚାରର ମୁକାବିଲା ପାଇଁ ରଣନୀତି ଉପରେ ଆଲୋଚନା କରାଯାଇଥିଲା। ଏଥିରେ ଭାଗ ନେଇଥିବା ବ୍ୟକ୍ତିମାନେ ଇଣ୍ଟରଆକ୍ଟିଭ ସେସନରେ ଭାଗ ନେବା, ପ୍ରଶ୍ନୋତ୍ତର ରାଉଣ୍ଡରେ ଭାଗ ନେବା ଏବଂ ଉଦ୍ୟୋଗର ପେସାଦାରମାନଙ୍କ ସହିତ ନେଟୱାର୍କ କରିବା ପାଇଁ ସୁଯୋଗ ପାଇଥିଲେ। ଏହି କାର୍ଯ୍ୟକ୍ରମ ଗଣମାଧ୍ୟମ ଏବଂ ଯୋଗାଯୋଗ କ୍ଷେତ୍ରରେ ଚିନ୍ତନ, ନେତୃତ୍ୱ ଏବଂ ଶୈକ୍ଷିକ ଉତ୍କର୍ଷତା ପ୍ରତି ଜାଭିୟର୍ସ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି। ଭୁବନେଶ୍ୱରରୁ ଏଲନା ମହାନ୍ତିଙ୍କ ରିପୋର୍ଟ, ଜନଶକ୍ତି ଟିଭି।